राधा कांते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे टोटाल आमे वर्तमान सुधा द्वितीय अध्याय सांख्य योग 65 नंबर श्लोक पर्यंत कंप्लीट करिचे। आज 66 नंबर श्लोक नवा। गोटे सेकेंड। श्लोकटी एभଳି। नास्ति बुद्धिरयुक्तस्य न च युक्तस्य भावना न च भावयतः शान्तिः अशान्तस्य कुतः सुखम्। ଏଥିରେ ଭଗବାନ କହୁଛନ୍ତି ନାସ୍ତି ବୁଦ୍ଧିର୍ ଅଯୁକ୍ତସ୍ୟ। ଯଦି ଭଗବାନଙ୍କ ସହିତ ଆମେ ସମ୍ପର୍କ ରଖିନେ, ଆମେ ଯୋଡ଼ି ହେଇନେ ଭଗବାନଙ୍କ ସହିତ, ତାହେଲେ ଆମର ବୁଦ୍ଧି ଆସିବନି। न च अयुक्तस्य भावना। यदि आमे भी युक्त ହେଇନେ ଭଗବାନଙ୍କ ସାଙ୍ଗରେ ଅର୍ଥାତ୍ ଭଗବାନଙ୍କର ଭକ୍ତି କରୁନେ, ତାହେଲେ ଆମର ମନର ସ୍ଥିରତା ରହିବନି। ଭାବନା steadiness, ମାଇଣ୍ଡର steadiness। न च अभावतः शांति न च अभावयतः ମାନେ ଏ ଦିଟାର ଅଭାବ ହେଲେ କୋଉ ଦିଟା, ଯେତେବେଳେ ବୁଦ୍ଧି ଆମେ ଅଯୁକ୍ତ ହେଇଗଲେ, ଦିଥର କହୁଛନ୍ତି ଅଯୁକ୍ତସ୍ୟ। ଯେତେବେଳେ ଆମେ ଭଗବାନଙ୍କ ସହିତ ଯୋଡ଼ି ନହେଲେ ବା ତାଙ୍କ ସହିତ ସମ୍ପର୍କ ସ୍ଥାପନ କଲେନି, ଭକ୍ତି କଲେନି, ଦିଟି ଜିନିଷର ଅଭାବ ହଉଛି କଣ? ବୁଦ୍ଧି ଏବଂ ଭାବନା ଅର୍ଥ ସ୍ଥିରତା ମନର। ଏଇ ଦିଟାର ଅଭାବ ହେଲେ ଭଗବାନ କହୁଛନ୍ତି ପୁଣି କଣ ହବ? न च अभावत शांति। ଏଥିରେ ଏ ଦିଟା ଅଭାବ ହେଲେ ଆଉ ଶାନ୍ତି ମିଳିବନି। ଅଶାନ୍ତସ୍ୟ କୁତଃ ସୁଖମ୍। ଯଦି ଆମର ଶାନ୍ତି ନାହିଁ, ସୁଖ କୋଉଠୁ ଆସିବ? ତେଣୁ ଏଇଭଳି ଭଗବାନ ଏଥିରେ କହୁଛନ୍ତି ଯେ ଆମ ଜୀବନରେ ସୁଖ ନାହିଁ କି ଶାନ୍ତି ନାହିଁ, ତାର କାରଣ କଣ? ଅଯୁକ୍ତସ୍ୟ। ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇନେ, ସମ୍ପର୍କ ରଖିନେ, ଭକ୍ତି କରୁନେ ଭଗବାନଙ୍କର। ତେଣୁ ଏ ପୂର୍ବ ଶ୍ଲୋକରେ ଭଗବାନ କହିଥିଲେ କଣ ନା, ଭଗବାନଙ୍କ ସହିତ ସମ୍ପର୍କ ରଖିଲେ ଅର୍ଥାତ୍ ତାଙ୍କର ଭକ୍ତି କଲେ କଣ ହବ କହିଥିଲେ। ଏଥିରେ କହୁଛନ୍ତି ଯଦି ଆମେ ଭଗବାନଙ୍କ ସହିତ ସମ୍ପର୍କ ନ ରଖିବା କଣ ହବ? ଏଇଆ ହବ ଯେ ଆମର ସୁଖ ନାହିଁ କି ଶାନ୍ତି ନାହିଁ। ଆମର ଚାର ତେଣୁ ମେନ୍ ଜିନିଷ ହଉଛି ପୂର୍ବ ଶ୍ଲୋକରେ କହିଥିଲେ ଯେ ଯଦି ଆମେ ଭଗବାନଙ୍କ ସହିତ ସମ୍ପର୍କ ରଖିବା, ପ୍ରସାଦେ ସର୍ବ ଦୁଃଖାନାଂ, ଆମର ସମସ୍ତ ଦୁଃଖ ହାନିର ଅସ୍ୟ ଉପଜାୟତେ, ସବୁ ଚାଲିଯିବ ଦୁଃଖ। ପ୍ରସନ୍ନ ଚେତସଃ ମାନେ ଆମର ମନ ପ୍ରଫୁଲ୍ଲ ହବ, ଆନନ୍ଦ ଆସିବ। ବୁଦ୍ଧି ପର୍ଯ୍ୟବତିଷ୍ଠତେ, ଆଶୁ ବୁଦ୍ଧି ମାନେ ଆମର ବୁଦ୍ଧି ବହୁତ ଶୀଘ୍ର ସ୍ଥିର ହେଇଯିବ। ଅର୍ଥାତ୍ ଭଗବାନଙ୍କର ଆମେ ପାଖରେ ସ୍ଥିର ହବ, ଭଗବାନଙ୍କର ଆମେ ଭକ୍ତି କରିବା। ଏଇଭଳି କହିଥିଲେ ଯେତେବେଳେ ଆମର ଭଗବାନଙ୍କର କୃପା ମିଳିବ, ଆମେ ଭକ୍ତି କଲେ କୃପା ମିଳିବ, କୃପା ମିଳିଲେ ଏଇସବୁ ହବ। ତେବେ ଯାହା ହଉ ଏ ଶ୍ଲୋକରେ କହୁଛନ୍ତି ଆମେ ଯଦି ଭଗବାନଙ୍କ ସହିତ ସମ୍ପର୍କ ନ ରଖିଛେ, ତାହେଲେ ଆମର ଏଇ ଚାରୋଟି ଜିନିଷ ସେ କହୁଛନ୍ତି ସିକ୍ୱେନ୍ସ ୱାଇଜ। ଚାରୋଟି ଜିନିଷ ଆମେ ଯଦି ଭଗବାନଙ୍କ ସହିତ ସମ୍ପର୍କ ରଖିନେ, ତାଙ୍କୁ ଦୂରେଇ ଯାଇଛେ, ତାହେଲେ କଣ ହବ ନା ବୁଦ୍ଧି ଆମର ରହିବନି, ଭାବନା ବି ରହିବନି, ଷ୍ଟେଡିନେସ୍ ଅଫ ମାଇଣ୍ଡ, ମନର ସ୍ଥିରତା। ଏ ଦିଟାର ଅଭାବ ହେଲେ ଆମର ଶାନ୍ତି ରହିବନି କି ସୁଖ ମିଳିବନି। ତେବେ ଆମେ ସମସ୍ତେ ସୁଖ ପଛରେ ଅଛେ। ମୁଁ ୟାକୁ କ୍ଲୋଜ କରିଦଉଛି।
ହୁଁ। ଆମେ ସମସ୍ତେ ଯାହା ହେଲେ ବି ଆମେ ସୁଖ ଶାନ୍ତି ତାରି ପଛରେ ଆମେ ଅଛେ, ଖୋଜୁଛେ, ଆମେ ଭୌତିକ ଦୁନିଆରେ ସୁଖ ଖୋଜୁଛେ। ଆମର ଯାହା କିଛି ଆକ୍ଟିଭିଟିଜ ଆମେ କରୁଛେ, ଆମ ଜୀବନର ଲକ୍ଷ୍ୟ ହଉଛି ସେଥିରୁ କେମିତି ସୁଖ ପାଇବା। ସେଇ ଯୋଉ କାର୍ଯ୍ୟ କରୁଛେ ସେ କାର୍ଯ୍ୟରୁ ଆମେ ସୁଖ ମିଳିବ, ଶାନ୍ତି ମିଳିବ। କିନ୍ତୁ ଅଲ୍ଟିମେଟଲି ଆମେ ପାଉନେ। ଆମେ ଆମର ଯୋଉ କାର୍ଯ୍ୟକଳାପ ନ୍ୟାଚୁରାଲି ଚାରୋଟି ଆମର କାର୍ଯ୍ୟରେ ଆମେ ସୀମାବଦ୍ଧ, ଆହାର ନିଦ୍ରା ଭୟ ମୈଥୁନ୍ୟ, ଏଇ ଚାରୋଟି, ଏଇ ଚାରୋଟିରେ ସୁଖ ନଥାଏ ଏବଂ ଆମେ ଖୋଜୁଛେ ଏଇ ଚାରୋଟିରେ। ଯଦି ବା ଆମେ ପାଉନେ ତାହେଲେ କଣ କରୁଛେ ନା ପୁଣି ବିଭିନ୍ନ ଆଡଜଷ୍ଟମେଣ୍ଟ କରୁଛେ, ବିଭିନ୍ନ ପ୍ରକାର ଆଡଜଷ୍ଟମେଣ୍ଟ କରୁଛେ। ଭାବୁଛେ ହଁ କିଛି କମ୍ଫର୍ଟ ଲକ୍ଜୁରୀ ଯଦି କରିବା ତାହେଲେ ବି ସୁଖ ଆନନ୍ଦ ମିଳିବ। ତାପରେ ଭାବୁଛେ ଯେ କମ୍ଫର୍ଟ ଲକ୍ଜୁରୀ ତ ହେଲା ତଥାପି ସୁଖ ମିଳୁନି, ଶାନ୍ତି ମିଳୁନି। ତାପରେ ଆମେ ବିଭିନ୍ନ ପ୍ରକାରର ଆରେଞ୍ଜମେଣ୍ଟ କରୁଛେ, ହଁ ଚାଲନ୍ତୁ ଯିବା ଖାଇଦେଇକି ଆସିବା ହୋଟେଲରେ, ସେଠି ଆନନ୍ଦ ମିଳିବ। ସେତକ ବି ହେଲାନି। ଫିଲ୍ମ ଦେଖିଲେ ଆନନ୍ଦ ମିଳିବ, ସେ ବି ହେଲାନି, ଚାଲ ବୁଲି ଯିବା। ଏଇଭଳି ଆମେ ବିଭିନ୍ନ ପ୍ରକାର କିଛି ନା କିଛି ପରିବର୍ତ୍ତନ କରିଚାଲିଛେ ଆମ ଜୀବନର, ଆଡଜଷ୍ଟମେଣ୍ଟ ଆମେ କରୁଛେ ଏଇ ସୁଖ ଟିକକ ପାଇବା ପାଇଁ। ତାର କାରଣ କଣ? ଏ ଭଗବାନ ମଧ୍ୟ ଆଗରେ ଗୋଟେ ଶ୍ଲୋକରେ କହିବେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅର୍ଥ ଗ୍ଲାନିର୍ଭବତି ଭାରତ। ଏଇ ଯୋଉ ଶ୍ଲୋକଟାରେ ସେ କହୁଛନ୍ତି ଯେ ଧର୍ମସ୍ୟ ଗ୍ଲାନିର ମାନେ କଣ? ମାନେ ଧର୍ମର ଯେତେବେଳେ ଅଧପତନ ହଉଛି, ଅର୍ଥାତ୍ ଯେତେବେଳେ ଆଧ୍ୟାତ୍ମିକ ଜୀବନ ଦୁର୍ବଳ ହୁଏ, ତାହେଲେ କଣ ହବ ନା ଆଧ୍ୟାତ୍ମିକ ଜୀବନ ଦୁର୍ବଳ, ଆମକୁ ସୁଖ ଶାନ୍ତି ମିଳିବନି। କାହିଁକି ନା ଆମେ ଭଗବାନଙ୍କଠୁ ଦୂରେଇ ଯାଉଛେ। ଦିସ୍ ଇଜ ଦ ମେନ୍ ରିଜନ, ଭଗବାନଙ୍କଠୁ ଆମେ ଦୂରେଇ ଯାଉଛେ। ଯେମିତି ଗୋଟେ ମୁଦିଟେ ଆମେ ପିନ୍ଧିଛେ, ସେ ମୁଦିରେ ଯେମିତି ଗୋଟେ ଷ୍ଟୋନଟେ ଅଛି ଏବଂ ସେ ଷ୍ଟୋନ ଯୋଗୁ ସେ ବହୁତ ସୁନ୍ଦର ଦେଖାଯାଉଛି, କିନ୍ତୁ ଷ୍ଟୋନ ଟିକୁ ବାହାର କରିଦିଅ, କଣ ହବ? ଶ୍ରୀ ନଖୁକଲା ଭଳିଆ ଦିଶିବ। ସେମିତି ଆମ ଜୀବନରେ ଆମେ କଣ କରିଛେ ନା ଯୋଉ ନୀଳମଣି କୃଷ୍ଣ ଆମ ହୃଦୟରେ ଅଛନ୍ତି ତାଙ୍କୁ ଆମେ ବାହାର କରିଦେଇଛେ, ତାଙ୍କ ପାଖରୁ ଦୂରେଇ ଯାଇଛେ। ଅଯୁକ୍ତାସ୍ୟ, କାହିଁକି ଆମେ ଦୂରେଇ ଯାଇଛେ? ନା ଆମ ଭିତରେ ଯୋଉ ହିରଣ୍ୟକଶ୍ୟପର ଯୋଉ ମାନସିକତା ଆମ ଭିତରେ ପଶି ଯାଇଛି। ହିରଣ୍ୟକଶ୍ୟପର ମାନସିକତା ହଉଛି ଭୋଗ ବୃତ୍ତି। ଏବଂ ଏ ବି ଆମର କିଛି ଗୋଟେ ବଡ ଜିନିଷ ଆମ ପାଇଁ ନୁହେଁ, ଏଥିରେ ଆମର କିଛି ଭୁଲ ନାହିଁ। ପିଲାଦିନରୁ ଆମକୁ ଏହା ହିଁ ଶିକ୍ଷା ଦିଆଯାଇଛି। ବାପା ହୁଅନ୍ତୁ, ମା ହୁଅନ୍ତୁ, ଗୁରୁ ହୁଅନ୍ତୁ, ସମସ୍ତେ ଏଇ କଥା କହିଛନ୍ତି ଯେ କଠିନ ପରିଶ୍ରମ କର। କଠିନ ପରିଶ୍ରମ କଲେ ତୁ ଜୀବନରେ ଭଲ ଚାକିରି କରିବୁ, ବହୁତ ପଇସା ରୋଜଗାର କରିବୁ, ତୋ ଚାରିପଟେ ବହୁତ ଭୋଗ୍ୟ ବସ୍ତୁ ରହିବେ ଏବଂ ତତେ ସମସ୍ତେ ସଲାମ କରିବେ, ତୁ ଉପଭୋଗ କରିବୁ। ଏଇ ଜୀବନର ଏଇ ଦୁନିଆର ତୁ କେନ୍ଦ୍ରବିନ୍ଦୁ ହବୁ। କିନ୍ତୁ ଶାସ୍ତ୍ର ଠିକ ତାର ଅପୋଜିଟ କହୁଛି। ଆମେ ଏ ସଂସାରର ବା ଏ ଦୁନିଆର ଆମେ କେନ୍ଦ୍ରବିନ୍ଦୁ ନୁହେଁ। ଶାସ୍ତ୍ର କହୁଛି ଈଶାଭାସ୍ୟମ୍ ଇଦಂ ସର୍ବମ୍ ଯତ୍କିଞ୍ଚିତ୍ ଜଗତ୍ୟାମ୍ ଜଗତ୍ ତେନ ତେକ୍ତେନ ଭୁଞ୍ଜିତାଃ ମା ଗୃଢ଼ଃ କସ୍ୟ ସୁଇଧନମ୍। ଏଥିରେ ଏଇ ଶ୍ଲୋକରେ ଭଗବାନ କହୁଛନ୍ତି କାହାର ସମ୍ପତ୍ତି ଏଥିରୁ ବୁଝିଯା। ସବୁ ଦୁନିଆରେ ଯାହା ଆମେ ଦେଖୁଛେ ଏ ସବୁ କାହାର? ଈଶାଭାସ୍ୟମ୍ ଇଦମ୍ ସର୍ବତ୍, ଇଦମ୍ ସର୍ବମ୍ ଯତ୍କିଞ୍ଚିତ୍ ଜଗତ୍ୟାମ୍ ଜଗତ୍, ଯାହା କିଛି ଆମେ ଦୁନିଆରେ ଦେଖୁଛେ ସବୁ ହଉଛନ୍ତି ତାଙ୍କରି। ତେନ ତେକ୍ତେନ ଭୁଞ୍ଜିତା, ସେ କୋଟା ଫିକ୍ସ କରିଛନ୍ତି କାହାର କେତେ। ସେ ପିମ୍ପୁଡିଠୁ ଆରମ୍ଭ କରିକି ଏଲିଫାଣ୍ଟ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ସେ କୋଟା ଫିକ୍ସ କରିଛନ୍ତି କିଏ କେତେ ପାଇବ। ପିମ୍ପୁଡିଟା ଗୋଟେ ଛୋଟ ଦାନା ଭଳିଆ ଗୋଟେ ପାଇଲା ବେଳେ ହାତୀ ପାଉଛି ଦିନକୁ 100 କୁଇଣ୍ଟାଲ ତାର ଖାଦ୍ୟ। କାହାର କଣ ଖାଦ୍ୟ ସେ ମଧ୍ୟ ଡିସାଇଡ କରିଛନ୍ତି। ଗାଈ ଘାସ ଖାଇବ, ଆମେ ଶାକାହାରୀ ଖାଇବା ଏବଂ ବାଘ ସିଂହ ସେମାନେ ଖାଇବେ ମାଂସ, ଏସବୁ ସେ ଡିସାଇଡ କରିଛନ୍ତି। କିନ୍ତୁ ଆମେ କଣ କରୁଛେ ନା ଅନ୍ୟର ଏବଂ କାହାର କେତେ ସେ ଫିକ୍ସ କରିଛନ୍ତି କୋଟା, କିନ୍ତୁ ଆମେ କଣ କରୁଛେ ନା ଅନ୍ୟର ହଡପ କରିବାକୁ ଚେଷ୍ଟା କରୁଛେ ସମ୍ପତ୍ତି। କାହିଁକି ନା ଆମ ଭିତରେ ଦୁର୍ଯ୍ୟୋଧନ ଆଉ ହିରଣ୍ୟକଶିପୁର ଯୋଉ ମାନସିକତା ପଶି ଯାଇଛି, ଭୋଗ କରିବା, ମାଲିକ ହବା, ଏସବୁ ମେଣ୍ଟାଲିଟି ଆମର ପଶି ଯାଇଛି। ତେବେ ଯାହା ହଉ ଏଇ ଶ୍ଲୋକ କହୁଛି ଯେ ଆମେ ଜୀବନର ଏଇ ସଂସାର ଏଇ ଯୋଉ ଜଗତର ଆମେ କେନ୍ଦ୍ରବିନ୍ଦୁ ନୁହେଁ, ଭଗବାନ ହଉଛନ୍ତି କେନ୍ଦ୍ର। ଖାଲି ସେ କେନ୍ଦ୍ରବିନ୍ଦୁ ନୁହେଁ, ଏ ଦୁନିଆ ଜଗତକୁ ଚଲଉଛନ୍ତି ମଧ୍ୟ ସିଏ।
ସକାଳୁ ଆମେ ଦେଖୁଛେ ସୂର୍ଯ୍ୟ ଉଦୟ ହଉଛି, ଅସ୍ତ ହଉଛି, ରାତି ହେଲେ ଚନ୍ଦ୍ରମା ଆସୁଛି, ପବନ ବହୁଛି, ନିଆଁ ଜଳୁଛି, ବର୍ଷା ବର୍ଷୁଛି, ଫୁଲ ଫୁଟୁଛି, ଫଳ ଫଳୁଛି। ଏସବୁ କାହା ଯୋଗୁଁ ହଉଛି? ଏ ତ ଆମେ କରୁନେ ନା, କିଏ ତ ଜଣେ କରୁଛନ୍ତି। there must be some creator। ଖାଲି ସେତିକି ନୁହେଁ, ସେ ଖାଲି ଜଗତଟାକୁ ବି ଚଲଉନାହାନ୍ତି, ସେ ତ କେନ୍ଦ୍ରବିନ୍ଦୁ, ସେ ବି ଚଲଉଛନ୍ତି। ତା ଛଡା ମଧ୍ୟ ଯେତେ ଆମର ଯାହା ଦରକାର, ଆମ ଜୀବନରେ ଯାହା ଆବଶ୍ୟକତା, ତାହା ପୂରଣ କରୁଛନ୍ତି। ପ୍ରତ୍ୟେକ ଜିନିଷ ଏ ଦୁନିଆରେ ଆମେ ଯାହା କିଛି ଦେଖୁଛେ, ତାଙ୍କର ଯୋଉ ପଞ୍ଚ ମହାଭୂତ, ତାଙ୍କର ଯୋଉ ଶକ୍ତି, ପଞ୍ଚ ମହାଭୂତ, ଭୂମି ଅପ ନଲ ବାୟୁ ଖାଙ୍ଗ, ଏ ମାଟି ପାଣି ପବନ ଆକାଶ ଅଗ୍ନି, ଏ ସବୁ ଏ ପାଞ୍ଚଟିରେ ସବୁ ଜିନିଷ ଏ ଦୁନିଆରେ ଏଇ ପାଞ୍ଚଟିରୁ ତିଆରି ହେଇଛି, ତାଙ୍କରି ଶକ୍ତି। ଆମେ ଯାହା କିଛି କରୁଛେ ଏଇ ପାଞ୍ଚଟିକୁ ବ୍ୟବହାର କରିକି ଆମେ କରୁଛେ, ପ୍ରଡକ୍ଟ ତିଆରି କରୁଛେ। ତାଙ୍କରି ଜିନିଷ ଆମେ ଉଠେଇ ଉଠେଇକି ବ୍ୟବହାର କରୁଛେ, କିନ୍ତୁ ଦିନକ ପାଇଁ ପଚାରିନେ ଯେ କୋଉଠୁ ଆସୁଛି, କିଏ ଦଉଛି, ଆମେ କେବେ ପଚାରିନେ। କିନ୍ତୁ ଆମେ ଉଠେଇ ଉଠେଇକି ବ୍ୟବହାର କରୁଛେ, ଅର୍ଥାତ୍ ଆମେ ଚୋରି କରୁଛେ। ଆମେ ଯେମିତି ଇଲେକ୍ଟ୍ରିସିଟି ବ୍ୟବହାର କରୁଛେ, ଇଲେକ୍ଟ୍ରିସିଟି ଡିପାର୍ଟମେଣ୍ଟକୁ ପଇସା ଦଉଛେ, ଇଲେକ୍ଟ୍ରିକ ଚାର୍ଜେସ୍। ଆମେ ପାଣି ବ୍ୟବହାର କରୁଛେ, ପାଣି କର ଦଉଛେ। କିନ୍ତୁ ସେ ବର୍ଷା ଦଉଛନ୍ତି, ଆମେ ତାଙ୍କୁ କଣ ଦଉଛେ? ସେ ସୂର୍ଯ୍ୟଙ୍କ କିରଣ ଦଉଛନ୍ତି, ଆମେ କଣ ତାଙ୍କୁ ଦଉଛେ? ଆମେ ଉଠେଇ ଉଠେଇକି ବ୍ୟବହାର କରୁଛେ, କିଛି ଦଉନେ। ତେଣୁ ଆମକୁ ସେ ସବୁ କିଛି ଦେଇଛନ୍ତି। ସେ ସେଇ ଜଗତର କେନ୍ଦ୍ରବିନ୍ଦୁ, ସେଇ ଜଗତକୁ ଚଲଉଛନ୍ତି, ସେ ଆମର ସମସ୍ତ ଆବଶ୍ୟକତା ପୂରଣ କରିଛନ୍ତି। ସେ ହଉଛନ୍ତି ବୀଜପ୍ରଦ ପିତା, ସବୁଥର ମଞ୍ଜି ଆମେ ଯାହା ଦେଖୁଛେ ଦୁନିଆରେ, ତାର ସିଡ୍ ଟା, ଅରିଜିନାଲ ସିଡ୍ ସେଇ ଦେଇଛନ୍ତି। କୌଣସି ସାଇଣ୍ଟିଷ୍ଟ ଫ୍ୟାକ୍ଟ୍ରିରେ ଗୋଟେ ଧାନର ବିହନଟାକୁ ତିଆରି କରିପାରିବେ କି? ଆଉ ସେଇ ଧାନର ବିହନଟା ଯଦି ନଷ୍ଟ ହେଇଯାଉଛି, ଏ ଦୁନିଆରେ ଆମେ ଡେଷ୍ଟ୍ରୟ କରିଦଉଛେ, ତାହେଲେ ଆଉ ବିହନ ମିଳିବନି, ଭଗବାନଙ୍କ ପାଖକୁ ଯିବାକୁ ପଡିବ, କାରଣ ଅରିଜିନାଲ ସିଡ୍ ତାଙ୍କଠୁ ଆସିଥିଲା। ତେଣୁ ଏଇଭଳି ଆମେ ଦେଖୁଛେ। ଖାଲି ଏତିକି ନୁହେଁ, ସେ ଆମମାନଙ୍କୁ ବି ତିଆରି କରିଛନ୍ତି, ଏ ଜଗତକୁ ତିଆରି କରିଛନ୍ତି, ଭୌତିକ ଜଗତକୁ, ଏଇ ଯୋଉ ଆଧ୍ୟାତ୍ମିକ ଜଗତ, ତାକୁ ମଧ୍ୟ ସେ ବନେଇଛନ୍ତି ଏବଂ ଆମକୁ ଏଠିକି ପଠେଇଛନ୍ତି। କିନ୍ତୁ ଏ ଜଗତଟା ଦୁଃଖାଲୟ। ତାହେଲେ ଭଗବାନ ଯଦି ଆମକୁ ଏଠିକି ପଠେଇଛନ୍ତି ଏବଂ ଏଇ ଦୁଃଖରେ ଆମେ ଦୁଃଖ ପାଉଛେ, ସେ ପଠେଇଛନ୍ତି ଦୁଃଖାଲୟକୁ, ତାହେଲେ କାହିଁ କହୁଛନ୍ତି ଯେ ସୁଖ ନାହିଁ, ଶାନ୍ତି ନାହିଁ? କାରଣ ମତେ ତମେ ମୋଠୁ ଦୂରେଇ ଯାଇଛ, ଅଯୁକ୍ତସ୍ୟ ବୋଲିକି ଭଗବାନ ଏ ଶ୍ଲୋକରେ କହୁଛନ୍ତି। ନ ଚ ଅଭାବତଃ ଶାନ୍ତି, ଅଶାନ୍ତସ୍ୟ କୁତଃ ସୁଖମ୍। କାରଣ ତ ଆମେ ତ ଦୂରେଇ ଯାଇନେ ଭଗବାନଙ୍କୁ, ଭଗବାନ ଆମକୁ ଦୂରେଇଛନ୍ତି ବୋଲିକି ଏଇଟା ବୁଝିବାକୁ ହବ। ନାଇଁ, ଆକ୍ଚୁଆଲି ଆମେ ଏଠିକି ନିଜ ଇଚ୍ଛାରେ ଭଗବାନ ଏଠିକି ପଠେଇଛନ୍ତି, ଏଇଥିପାଇଁ ଆମେ ଚାହିଁଲେ। ଆମେ ଭଗବାନଙ୍କ ପାଖରେ ଥିଲେ, ତାଙ୍କ ସ୍ୱରରେ ସ୍ୱର ମିଳେଇକି ଆମେ ଚାଲିଥିଲେ, ତାଙ୍କ ଇଚ୍ଛା ଅନୁସାରେ କାମ କରୁଥିଲେ, ତାଙ୍କର ସେବକ ଭକ୍ତି କରୁଥିଲେ, ତାଙ୍କର ସେବା କରୁଥିଲେ, ଏବଂ ଆମେ ସେ ଆନନ୍ଦ ପାଉଥିଲେ, ଏବଂ ସେ ଆନନ୍ଦ ପାଇଲା ପରେ ଆମେ ଆନନ୍ଦ ପାଉଥିଲେ। କିନ୍ତୁ ଆମେ ଉପଭୋଗ କରିବା ପାଇଁ, ନିଜେ ଏନ୍ଜୟ କରିବା ପାଇଁ, ନିଜେ ଭଗବାନ ହବା ପାଇଁ ଆମେ ଚାହିଁଲେ। ତେଣୁ ଭଗବାନ ଏ ଯୋଉ ଭୌତିକ ଜଗତକୁ ପଠେଇଛନ୍ତି ଏବଂ ୟାକୁ ଗୋଟିଏ ଜେଲ ଖାନା ଭଳିଆ ବନେଇଛନ୍ତି। କାହିଁକି ସେ ଜେଲ ଖାନା ଭଳିଆ ବନେଇଲେ ଏବଂ ସେଇଥିପାଇଁ କହୁଛନ୍ତି ଦୁଃଖାଳୟ? ଅର୍ଥାତ୍ ସେ ଜେଲ ଖାନା ଏଇଥିପାଇଁ ବନେଇଛନ୍ତି, ଜେଲରେ ଯେମିତି ଗୋଟେ ମିଳେ କଣ ଖାଇବାକୁ ମିଳିବ ଏବଂ ପଥର କାଟିବାକୁ ମିଳିବ, ଅର୍ଥାତ୍ ସୁଖ ଦୁଃଖ ଦିଟାକ ଜେଲରେ ଅଛି, ସେମିତି ଏ ଜଗତରେ ମଧ୍ୟ ସେ ଭଗବାନ ସୁଖ ଦୁଃଖ ଦିଟାକୁ ରଖିଛନ୍ତି। ଏବଂ ଜେଲକୁ କାହିଁକି ମଣିଷ ଯାଏ? ଜେଲକୁ ଏଇଥିପାଇଁ ଯାଏ ଯେ ସିଏ ସରକାରଙ୍କର ନିୟମ ବିରୁଦ୍ଧରେ ଗଲା। ଆମେ ଏଠି ଭଗବାନଙ୍କର ନିୟମ ବିରୁଦ୍ଧରେ ଗଲେ, ସେଥିପାଇଁ ଏଇ ଜେଲ, ଏଇ ଯୋଉ ଦୁଃଖାଳୟକୁ ଆସିଛେ, ଭୌତିକ ଜଗତ ଯୋଉଟାକୁ ଜେଲ ଭଳିଆ ତିଆରି କରିଛନ୍ତି। କଣ ନିୟମ ବିରୁଦ୍ଧରେ ଗଲେ? ନା ଆମେ ହଉଛେ ତାଙ୍କର ଅଂଶ, ସେବକ, ସାର୍ଭିଟ। କିନ୍ତୁ ଆମେ ମାଲିକ ହବାକୁ ଚେଷ୍ଟା କଲେ, ତେଣୁ ସେଥିପାଇଁ ଏଠିକି ଆମେ ଆସିଛେ। ଭଗବାନ ଆମେ ଉପଭୋଗ କରିବାକୁ ଚାହିଁଲେ, ତେଣୁ ସେଠି ପଠେଇଛନ୍ତି। ଆମେ ତାଙ୍କ ବିରୁଦ୍ଧରେ ଗଲେ, ଇଟ୍ସ ଏ ପନିଶମେଣ୍ଟ। କିନ୍ତୁ ଜେଲ କଣ ପାଇଁ ଯାଆନ୍ତି? ସୁଧାର ପାଇଁ, ରିଫର୍ମ ପାଇଁ। ତାହେଲେ ସେ ଯୋଉ ଗଲତ କାମ କରୁଛି ଆଉ ସେ କରିବନି, ପୁଣି ସେ ସୁଧୁରି ଯିବ ଏବଂ ପଳେଇ ଆସିବ ତା ଘରକୁ। ସେମିତି ଆମେ ଏଠି ସୁଧୁରି ଯିବା
रिफर्म करिकी एवं आमे चली जो आमे जो गलत काम करिजे भगवान को टू डिपार्ट हेकी अलगा हेकी निजे उपभोग करिया पई आमे एठी आसीचे से जिनसटा आमे सुधार कर परिबा केमिति करिबा तांकर भक्ति कले किंतु आमे भक्ति करि पारुना करि पारुने तांकर करूने अजुक्तस्य बोली भगवान कहउचंदी काहे की तार कारण कोन आमे काहे की निर्णय नहीं पारुने हम जीवन रे जे नाइ भगवान कर भक्ति करिके वापस भगवान पाखु चली जी तार रीजन होउची जे अर्जुन जेतेबेले डिसीजन नहीं पारुनथले युद्ध करिवे कि न करिवे भगवान सेतेबेले मध्य तांकु सेया कहितिले कृष्ण कहितिले जे देखो तमे शरीर नुहे तमे आत्मा किंतु तमे से आत्म माने आत्मार चारिकटे जो आवरण सेटा होची से जो मन बुद्धि अहंकार अछि एवं तार चारिकटे जोटा से होची शरीर एवं सी होची ताकू आमे देखि पारुचे किंतु जो मन बुद्धि अहंकार ताकू देखि पारुने ए मन भितरे रहिची विभिन्न काम वासना जुग जुगर अनर्थ ताकू कहूचे सेगुड़िक कौन काम क्रोध लोभ मोह मद माश्चर्य ये छटी शत्रु भरी अछंती ए मनरे तार रीजन कौन तार रीजन होची जे आमे आम भितरे पशि जाइछि तीनोटी मानसिकता डेंजरस विपज्जनक मानसिकता कौन आई एम द एंजॉयर आई एम द कंट्रोलर आई एम द प्रोप्राइटर मु होची उपभोक्ता मु होची नियंत्रणकर्ता मु होची मालिक प्रोप्राइटर मास्टर किंतु भगवान आगे जाइकी कहिबे ये तीनोटी आमे नुहे तीनोटी होचंती भगवान श्री कृष्ण से कहिबे भोक्ताराम यज्ञ तपसाम सर्वलोको महेश्वरम सुदम सर्वभूतानां ज्ञात्वा मां शांति मृच्छति जे ये होची पीस फॉर्मूला शांति पाइबार यही जदि तीनोटी आमे जानिबा ताला हमको शांति मिलिबो तापर सुख मिलिबो बिना शांति रे सुख मिलेनी तेणु आमको जानिबा को पड़िबो जे एंजॉयर होचंती भगवान आमे होचे एंजॉयड आम काम वाला भगवान को खुशी दबा प्लेजर दबा तांकर सेवा करिकी तांकर भक्ति करिकी सी होचंती कंट्रोलर आमे नुहे सी होचंती मालिक आमे नुहे तो जिनस होची हमको बुझिबा को पड़िबो जे आमे तळे बुझी जिबा जे आमे जेतବେଳେ भगवान सहित संपर्क रखिबा ताहले आमे पाइबा आनंद पाइबा सुख पाइबा खुशी पाइबा शांति पाइबा तेन हे श्लोक रे भगवान कहउचंती नो मी नो पीस सेठी से कहउचंती जे तमे जानो जे मु किए मु होची उपभोक्ता भगवान कहउचंती मु होची कंट्रोलर नुआ तमे नुए मु होची मालिक तमे नुए तेणु नो दिस एक जानी जाओ जानी गले तुम शांति मध्य कौन जानिबो शांति बोली गोटे जिनस कौन जानी पारिबो सेति पई भगवान जेतबेले कहउचंती जे अजुक्तस्य माने आमे भगवान के सहित संपर्क रखिने तांको दूरेई देइचे कि जदि आमे संपर्क रखिबा आमे जानिले जे भगवान होउचंती परम माने उपभोक्ता आमे नुहे से एंजॉयर से कंट्रोलर से प्रोप्राइटर ताले आमर सेत पई कहउचंती बुद्धि आसीबो आमर बुद्धि नास्ति काहे कि आमे अजुक्तस्य से बुद्धि कौन बुद्धि जो कहउचंती बुद्धि नास्ति अजुक्तस्य आमे भगवान के सहित जोड़ी ने बुद्धि नाही से बुद्धिटा कौन ट्रांसेंडेंटल नॉलेज दिव्य ज्ञान पराबुद्धि अर्थ होची जे आमे स्पिरिट आमे होचे स्पिरिट सोल आत्मा आमे शरीर नुहे आमे होचे स्पिरिट सोल भगवानंकर अंश एवं भगवानंकर सर्विटर आमे तांकर सेवक यही होची दिव्य ज्ञान ये होची जेतबेले हमर आत्मा अनुभूति हबो ये आत्मा अनुभूति केतबेले हबो जेतबेले तांकर युक्तस्य जेतबेले भगवानंकर संगे हम संपर्क रखिबा हमर ये आत्म साक्षात्कार सेल्फ रियलाइजेशन आसीबो जे आमे भगवान नुहे भगवान होचंती कृष्ण आमे भगवान होवा को चेष्टा करिचे जे आमे एंजॉयर हवा आमे कंट्रोलर हवा आमे प्रोप्राइटर मालिक हवा नहीं आमे नुहे भगवान
ତେଣୁ ଏ ଦିବ୍ୟ ଜ୍ଞାନ ଆସିବ କେତେବେଳେ ନା ଯେତେବେଳେ ଆମେ ଭଗବାନଙ୍କ ସହିତ ସମ୍ପର୍କ ରଖିବା। ସେଥିପାଇଁ ଭଗବାନ କହୁଛନ୍ତି ନାସ୍ତି ବୁଦ୍ଧିର ଅଯୁକ୍ତସ୍ୟ, ଯଦି ମୋ ସାଙ୍ଗରେ ସମ୍ପର୍କ ନ ରଖିଛ ଏ ଦିବ୍ୟ ଜ୍ଞାନ ଆସିବନି, ତମେ ଭୋଗ ପଛରେ ଚାଲିଯିବ, ତମେ ମୋର ଭକ୍ତି କରିପାରିବନି। ତେଣୁ ମୋ ସାଙ୍ଗରେ ସମ୍ପର୍କ ରଖିକି ମୋର ଭକ୍ତି କଲେ ହିଁ ତମେ ତମର ଅରିଜିନାଲ ଯୋଉ ଘର ଅଛି ସେଠିକି ୱାପସ ଆସିପାରିବ। ନେକ୍ସଟ କହୁଛନ୍ତି ନା ଚ ଅଯୁକ୍ତସ୍ୟ ଭାବନା, ବୋଲେ ମନର ସ୍ଥିରତା ନାହିଁ। ଯଦି ଭଗବାନଙ୍କ ସହିତ ଆମର ସମ୍ପର୍କ ରଖିନେ, ତାଙ୍କର ଭକ୍ତି କରୁନେ, ଆମ ମାଇଣ୍ଡର ସ୍ଥିରତା ନାହିଁ। ତାମାନେ ମାଇଣ୍ଡର ସ୍ଥିରତା ନାହିଁ ମାନେ ମାଇଣ୍ଡ ବିଭିନ୍ନ ଡାଇରେକ୍ସନରେ ଚାଲିଯିବ। ବିଭିନ୍ନ ଡାଇରେକ୍ସନ ବୋଲେ ସଂସାରରେ କେବଳ କିଛି ନାହିଁ, ଭୋଗ। ଏବଂ ଭୋଗ ପାଇଁ ବିଭିନ୍ନ ଡାଇରେକ୍ସନରେ ସେ ଚାଲିଯିବ। ତେଣୁ ପ୍ରଶ୍ନ ଉଠୁଛି ଯେ ସେଥିପାଇଁ ଯେ ଚାଲି ଯାଉଛି ତାର ଶାନ୍ତି ନାହିଁ, ଶାନ୍ତି ନଥିବା ଫଳରେ ସୁଖ ନାହିଁ। ଯଦି ମନ ଅସ୍ଥିର ବିଭିନ୍ନ ଡାଇରେକ୍ସନରେ ଚାଲି ଯାଉଛି ଭୋଗ ଆଡେ, ସେଥିପାଇଁ ଆମର ଶାନ୍ତି ନାହିଁ ଏବଂ ଫଳରେ ସୁଖ ନାହିଁ। ତାହେଲେ ଅସ୍ଥିର ମନ କାହିଁକି ହଉଛି? ମନ କାହିଁକି ଅସ୍ଥିର ହଉଛି? ଷ୍ଟେଡିନେସ୍ ନାହିଁ କାହିଁକି ମନର ସ୍ଥିରତା? ସେ ଯୋଉ କହୁଛନ୍ତି ଏଠି ପ୍ରଭୁପାଦ ଗୋଟେ ବଡ ଇମ୍ପୋର୍ଟାଣ୍ଟ ଜିନିଷଟେ ସେ କହୁଛନ୍ତି ଏଇ ତାଙ୍କର ପର୍ପୋଟରେ, ଯେ ଅନ୍ତିମ ଲକ୍ଷ୍ୟସ୍ଥଳର ଅଭାବ ହିଁ ସମସ୍ତ ଗୋଳମାଳର କାରଣ। ମାନେ ଲ୍ୟାକ୍ ଅଫ୍ ଫାଇନାଲ ଗୋଲ, ଆମ ଜୀବନର ଯୋଉ ଫାଇନାଲ ଗୋଲ ଯୋଉଟା, ତାର ଅଭାବ ଆମେ ଜାଣିନେ କଣ ଗୋଲ। ଦ୍ୟାଟ ଇଜ ଦ ପ୍ରୋବ୍ଲେମ। ତେଣୁ ଏଇ ଯେତେବେଳେ ଆମେ ଭଗବାନଙ୍କ ସହିତ ଯୋଡି ହେଇନେ, ଆମେ ଜାଣିପାରୁନେ ଯେ ଆମର ଫାଇନାଲ ଗୋଲ କଣ। ସେଇ ହଉଛି ସବୁ ଡିଷ୍ଟରବାନ୍ସର କାରଣ। କାହିଁକି ନା ଆମେ ଜାଣି ତ ପାରୁନେ ଆମର ଲକ୍ଷ୍ୟ କଣ, ଆମେ ଡିପ୍ରେସନକୁ ଚାଲିଯିବା ଅଟୋମେଟିକାଲି। ଆମେ ଜାଣିନେ ନେକ୍ସଟ ଆମେ କଣ କରିବା। ଆମେ ଯେତେବେଳେ ତଳକୁ ଓହ୍ଲଉଛେ ରାସ୍ତାକୁ, ନିଶ୍ଚିତ ଭାବରେ ଆମର କୁଆଡେ ଗୋଟେ ଯିବାର ଲକ୍ଷ୍ୟ ଥିବା ଦରକାର, ନହେଲେ ଆମେ ରାସ୍ତାକୁ ଓହ୍ଲେଇଛେ କାହିଁକି। କିନ୍ତୁ ଯଦି ଆମେ ଜାଣିପାରୁନେ କୁଆଡେ ଯିବା, ତାହେଲେ ଆମେ ରାସ୍ତାରେ ବୁଲୁଥିବା ଖାଲି ଏବଂ ମନ ଅସ୍ଥିର ହବ। ଯଦି ଆମେ ଭୁଲି ଯାଇଛେ ଯେ ଆମେ କୋଉଥିପାଇଁ ଆସିଛେ, ଆମ ମନ ଅସ୍ଥିର ହବ। କାହିଁକି ନା ମୋର ଲକ୍ଷ୍ୟ ନାହିଁ। କିନ୍ତୁ ୱାନ୍ସ ମୁଁ ଯେତେବେଳେ ଜାଣିଲି ଯେ ମୋର ମୁଁ କୋଉଥିପାଇଁ ଆସିଛି, ଲକ୍ଷ୍ୟ କଣ, କୁଆଡେ ଯିବି, ହୋଟେଲକୁ ଯିବି, ମାର୍କେଟ ଯିବି କି ମନ୍ଦିର ଯିବି, ମୁଁ ଯଦି ଜାଣିଗଲି, ତାହେଲେ ମୁଁ ସେଇଆଡେ ମାର୍ଚ୍ଚ କରି ଚାଲିବି, ଆଗେଇ ଚାଲିବି ସେଇ ଆଡକୁ, ଆଉ ମୋର ଅସ୍ଥିରତା ରହିବନି। ସେମିତି ଏ ଭୌତିକ ଜଗତରେ ଏହାର ଅର୍ଥ ନୁହେଁ ଯେ ଆମର କୌଣସି ଲକ୍ଷ୍ୟ ନାହିଁ, ଅଛି। ପିଲାବେଳୁ ଆମେ ବିଭିନ୍ନ ଲକ୍ଷ୍ୟ, କିନ୍ତୁ ପିଲାବେଳେ ଆମେ କଣ କରୁଥିଲେ? ପିଲାବେଳେ ଆମର ଲକ୍ଷ୍ୟ, ଆମେ ପାଠ ପଢିବା ଥିଲା ମେନ୍ ଲକ୍ଷ୍ୟ। ଟିକେ ବଡ ହେଲେ, କଲେଜକୁ ଆସିଲେ ଗୋଟେ ଲାଇନ ଧରିବା, ଡାକ୍ତର ହବା କି ଇଞ୍ଜିନିୟର ହବା, ସେ ଗୋଟେ ଲକ୍ଷ୍ୟ। ସେଥିରେ ପୁଣି ସ୍ପେସିଫିକ ଡିପାର୍ଟମେଣ୍ଟ, ସେ ଗୋଟେ ଲକ୍ଷ୍ୟ ରହିଲା, କୋଉ ଡିପାର୍ଟମେଣ୍ଟକୁ ଯିବା। ନେକ୍ସଟ କେମିତି ଆମେ ସର୍ଭିସଟା କରିବା, ସେ ଗୋଟେ ଲକ୍ଷ୍ୟ ରହିଲା। ପୁଣି ସର୍ଭିସରେ ଚଏସ୍ ରହୁଛି, ସେ ଗୋଟେ ଲକ୍ଷ୍ୟ, ମୁଁ ଏଇଭଳିଆ ସର୍ଭିସ କରିବି, ଏଇ କମ୍ପାନୀରେ କରିବି। ତାପରେ ସୁନ୍ଦର ସ୍ତ୍ରୀ କି ସୁନ୍ଦର ସ୍ୱାମୀଟେ ପାଇବି, ଏ ଲକ୍ଷ୍ୟ ରହିଲା। ଘର କରିବି, ପିଲା ଛୁଆ ହେବେ, ପୁଣି ତାଙ୍କ ଜୀବନର ସବୁ ଜିନିଷ ଗୁଡାକ ମୋର ଲକ୍ଷ୍ୟ ହବ, ଏଇଭଳି। ତେଣୁ ବିଭିନ୍ନ କଥା ହଉଛି, ଭୌତିକ ଜଗତରେ ଆମର ଲକ୍ଷ୍ୟ ଅଛି, ସବୁ ଲକ୍ଷ୍ୟ ଅଛି, ଲକ୍ଷ୍ୟ ନାହିଁ ବୋଲିକି ନାହିଁ, କିନ୍ତୁ ସେଗୁଡିକ ମାନେ ନିର୍ଣ୍ଣାତ୍ମକ ଲକ୍ଷ୍ୟ ନୁହେଁ, ବା ସେଗୁଡିକ ଅନ୍ତିମ ଲକ୍ଷ୍ୟ ନୁହେଁ, ରିଅଲ ଗୋଲ ସେଗୁଡାକ ନୁହେଁ। ଏବଂ ଏଇ ଯୋଉ ଲକ୍ଷ୍ୟ ଗୁଡିକ ଅଛି ଆମର ଭୌତିକ ଜୀବନରେ, ଇଏ ଚେଞ୍ଜ ହଉଛି। କାହିଁକି ନା ଏ ଜଗତଟା ସେଇଆ, ଜଗତଟା ହଉଛି ଦୁଃଖାଲୟମ ଅଶାଶ୍ୱତମ। ନିଜେ ଭଗବାନ କହୁଛନ୍ତି ଏ ଜଗତଟା ହଉଛି ଟେମ୍ପୋରାରୀ, ଚେଞ୍ଜିଂ, ଏଭ୍ରିଥିଙ୍ଗ ଇଜ ଚେଞ୍ଜିଂ ହିୟର ଫ୍ରମ ଟାଇମ ଟୁ ଟାଇମ। ତେଣୁ ଆମର ଲକ୍ଷ୍ୟ ବି ସବୁବେଳେ ବଦଳୁଛି। ସେଇଥିପାଇଁ ଆଜି ଏଇଟା, କାଲି ସେଇଟା, କାଲି ସେଇଟା, ଭୌତିକ ଜଗତ ଏ ଚେଞ୍ଜିଂ ୱାର୍ଲଡ, କୌଣସି ଜିନିଷଟି ପରମାନେଣ୍ଟ ନାହିଁ। ଭଗବାନ କହୁଛନ୍ତି ଯଦି ଆମର
ଲକ୍ଷ୍ୟ ପରମାନେଣ୍ଟ ହବ ତାହେଲେ ଆମକୁ ଶାନ୍ତି ମିଳିବ। ଶାନ୍ତି ମିଳିଲେ ସୁଖ ମିଳିବ। ମୁଁ ଭଡା ଘରେ ଅଛି, ମୁଁ ପରମାନେଣ୍ଟ ଘରେ ନାହିଁ, ମୁଁ ଟେମ୍ପୋରାରୀ ଅଛି, ମତେ କେତେବେଳେ କେବେ ହେଲେ ବି ଶାନ୍ତି ରହିବନି କି ଆନନ୍ଦ ମିଳିବନି। ମୁଁ ଚାକିରି କରିଛି ଡେଲି ୱେଜ ବେସିସରେ, ସେଟା ଟେମ୍ପୋରାରୀ, ମତେ ଶାନ୍ତି ମିଳିବନି। ପରମାନେଣ୍ଟ ସର୍ଭିସ ହେଲେ ମତେ ଶାନ୍ତି ମିଳିବ। ତେଣୁ ଭଗବାନ କହୁଛନ୍ତି ଯେ ଯେତେବେଳେ ଲକ୍ଷ୍ୟ ପରମାନେଣ୍ଟ ହବ, ଏଭ୍ରିଥିଙ୍ଗ ପରମାନେଣ୍ଟ ଯଦି ହେଲା ତାହେଲେ ଆମକୁ ଶାନ୍ତି ମିଳିବ, ସୁଖ ମିଳିବ। ତେଣୁ ଗୋଲ, ଆମର ଲକ୍ଷ୍ୟଟା ସବୁବେଳେ ପରମାନେଣ୍ଟ ହବା କଥା। କିନ୍ତୁ ଆମ ଚାରିକଡ଼ରେ ଯାହା ଅଛି ଆମେ ଦେଖୁଛେ, ଯେକୌଣସି ବସ୍ତୁ, ଯେକୌଣସି ବ୍ୟକ୍ତି, ସେମାନେ ଟେମ୍ପୋରାରୀ। କାହିଁକି ନା ଦିନେ ସେ ଛାଡିକି ଚାଲିଯିବ, ନହେଲେ ଆମେ ତାକୁ ଛାଡିକି ଚାଲିଯିବା। ତେଣୁ ଟେମ୍ପୋରାରୀ। ଘର କରିଛି ମାନେ ମୁଁ ଏଠି, ସେ ଘର ମୋର, ମୁଁ ଏଟାକୁ ସବୁଦିନ ମୋର ପରମାନେଣ୍ଟ ନୁହେଁ। ମୁଁ ଛାଡିକି ଚାଲିଯିବି, ଘର ଥିବ ତାର। ମୁଁ ଯାହାଙ୍କ ସହିତ ସମ୍ପର୍କ ରଖିଛି, ଯୋଉ ବ୍ୟକ୍ତିଙ୍କ ସାଙ୍ଗରେ, ଆଇଦର ସେମାନେ ଛାଡିକି ଚାଲି ଯାଉଛନ୍ତି, ନହେଲେ ମୁଁ ଛାଡିକି ଚାଲି ଯାଉଛି। କାହିଁକି ନା ଏଭ୍ରିଥିଙ୍ଗ ଇଜ ଟେମ୍ପୋରାରୀ ହିୟର। ଏବଂ ମୁଁ ଟେମ୍ପୋରାରୀଙ୍କ ସାଙ୍ଗରେ ସମ୍ପର୍କ ଯୋଡ଼ିଛି, ସେଥିପାଇଁ ମୋର ଶାନ୍ତି ନାହିଁ, ସୁଖ ନାହିଁ। ମୋର ପରମାନେଣ୍ଟ ସାଙ୍ଗରେ ସମ୍ପର୍କ, ଆର ଅର୍ଥ ନୁହେଁ ମୁଁ ଟେମ୍ପୋରାରୀକୁ ଇଗ୍ନୋର କରିବି। ଟେମ୍ପୋରାରୀକୁ ଭଗବାନଙ୍କ ସାଙ୍ଗରେ ଯୋଡ଼ିକି ମୁଁ ସମ୍ପର୍କ ରଖିବି। ତେଣୁ ମେନ୍ ଜିନିଷ ହଉଛି ଯେ ଆମକୁ ପରମାନେଣ୍ଟ ସାଙ୍ଗରେ ଯୋଡ଼ିବାକୁ ପଡିବ। ହୁ ଇଜ ପରମାନେଣ୍ଟ, ହ୍ୱାଟ ଇଜ ପରମାନେଣ୍ଟ ଇନ ଦିସ୍ ୱାର୍ଲଡ? କୋଉ ଜିନିଷଟା ପରମାନେଣ୍ଟ? ଭଗବାନ ଶ୍ରୀକୃଷ୍ଣ ଆଗରେ ଯାଇକି କହିବେ ଯେ ଈଶ୍ୱର ସର୍ବଭୂତାନାଂ ସର୍ବସ୍ୟ ଚ ହୃଦି ସନ୍ନିବିଷ୍ଟ ବୋଲିକି ସେ ଗୋଟେ ଆଗରେ ଯାଇକି କହିବେ ଯେ ମୁଁ ସମସ୍ତଙ୍କ ହୃଦୟରେ ଅଛି, ମୁଁ ହଉଛି ଭଗବାନ ଏବଂ ସମସ୍ତଙ୍କର ଭଗବାନ ମୁଁ, କିନ୍ତୁ ମୁଁ ସମସ୍ତଙ୍କ ହୃଦୟରେ ଅଛି। ସେ କହିବେ that personality is permanent in our life. ମୁଁ ଯେତେବେଳେ ମା ପେଟରେ ଥିଲି ସେ ମୋ ସାଙ୍ଗରେ ଥିଲେ, ମୁଁ ଯେତେବେଳେ ମା ପେଟରୁ ବାହାରିକି ଆସିଲି ସେ ମଧ୍ୟ ମୋ ସାଙ୍ଗରେ ଥିଲେ, ଅଛନ୍ତି ବି ବର୍ତ୍ତମାନ ସୁଦ୍ଧା, ମୃତ୍ୟୁ ପର୍ଯ୍ୟନ୍ତ, ମୃତ୍ୟୁ ପରେ ମଧ୍ୟ ସେ ରହୁଛନ୍ତି। ମୋ ଶରୀରର ଯେତେବେଳେ ପତନ ହଉଛି ତାପରେ ମଧ୍ୟ ସେ ରହୁଛନ୍ତି। କିନ୍ତୁ ମୋ ସାଙ୍ଗରେ ଯୋଉମାନେ ଯୋଡି ହେଇଛନ୍ତି, ମୁଁ ଯାହାଙ୍କ ସାଙ୍ଗରେ ସମ୍ପର୍କ ରଖିଛି, ଯୋଉ ବ୍ୟକ୍ତି ମାନଙ୍କ ସାଙ୍ଗରେ, ଯେତେବେଳେ ମୃତ୍ୟୁ ହଉଛି, ହସ୍ପିଟାଲରେ ଯଦି ହେଲା ସେଠିକି ବହୁତ ଲୋକ ଆସିବେ ଦେଖିବେ, ଘରକୁ ହେଲା ବେଳେ ଘରକୁ ଆସିକି କେତେ ଲୋକ ଦେଖିବେ, ଦେଖିକି ପୁଣି ଆହା ବହୁତ କଥା କହିବେ, ଭଲ ଲୋକ ଥିଲା ଶୀଘ୍ର ଚାଲିଗଲା କି କଣ ହେଲା କହିବେ ଏବଂ ପଳେଇବେ କିଛି ଲୋକ ସେଥିରୁ, ଆଉ କିଛି ଲୋକ ରହିଯାଉଥିବେ। ଏମିତି ଆସ୍ତେ ଆସ୍ତେ ଦେଖିବା, ଯେତେବେଳେ କୋକେଇଟା ଉଠେଇକି ନେଇକି ଶ୍ମଶାନ ଭୂମିକୁ ଯାଉଥିବେ, ସେଥିରେ ମଧ୍ୟ କିଛି ଲୋକ, ଘରେ ସମସ୍ତେ ଯାଉନଥିବେ ହେତୁ କିଛି ଲୋକ ଯାଉଛନ୍ତି, କେତେକ ଟେକିକି ଧରିକି ଯାଉଛନ୍ତି, ଆଉ କେତେକ ତା ସାଙ୍ଗରେ ଯାଉଛନ୍ତି। ଅଧା ବାଟରୁ କିଛି ଫେରି ଆସିବେ, ବାକି ଶ୍ମଶାନ ଭୂମିକୁ ଯିବେ 7-8 ଜଣ ଶବଦାହ କରିବା ପାଇଁ। ଶବଦାହ କଲା ପରେ ବି ସେ ସେଠି ତା ସାଙ୍ଗରେ ଆଉ ରହିବେନି, ଚାଲି ଆସିବେ। କିନ୍ତୁ ଭଗବାନ ଅଛନ୍ତି ତା ସାଙ୍ଗରେ। କାହିଁକି ନା ଆମେ ଆତ୍ମା, ଆମେ ମରୁନେ, ଆମ ଶରୀରର ପତନ ହେଲା, କିନ୍ତୁ ଭଗବାନ ଅଛନ୍ତି ମୋ ସାଙ୍ଗରେ। ସେଥିପାଇଁ ସେ କହୁଛନ୍ତି, ଭଗବାନ କହୁଛନ୍ତି ଯେ ଈଶ୍ୱର ସର୍ବଭୂତାନାଂ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟ। ସନ୍ନିବିଷ୍ଟ ମାନେ ମୁଁ ଅଛି ସମସ୍ତଙ୍କ ହୃଦୟରେ। ତେଣୁ ସେ ମୋ ସାଙ୍ଗରେ ରହୁଛନ୍ତି। ପୁଣି ମୁଁ ଯେତେବେଳେ ନୂଆ ଶରୀର ପାଇବି, ସେ ପୁଣି ମୋ ସାଙ୍ଗରେ ପୁଣି ସେଇ ନୂଆ ଶରୀରକୁ ପ୍ରବେଶ କରୁଛନ୍ତି। ତାମାନେ ସବୁବେଳେ ସେ ଅଛନ୍ତି, ଇଜ ଦ ପରମାନେଣ୍ଟ ୱାନ। ତାଙ୍କ ସାଙ୍ଗରେ ମୁଁ ଯଦି ସମ୍ପର୍କ ରଖିଲି ତାହେଲେ ମୁଁ ପାଇବି ଆନନ୍ଦ। ବା ମୁଁ ପାଇବି ଶାନ୍ତି। ଅଶାନ୍ତି ପାଇଲେ ମତେ ସୁଖ ମିଳିବ। ତେଣୁ ତାଙ୍କୁ ଆମ ଜୀବନର ଲକ୍ଷ୍ୟ ଆମର କରିବା ଦରକାର। କାହାକୁ? ଭଗବାନ ଶ୍ରୀକୃଷ୍ଣଙ୍କୁ। ଅର୍ଥାତ୍ ତାଙ୍କର ମୁଁ ଭକ୍ତି କରିବି, ଯେ ସେଇ ମୁଁ ତାଙ୍କୁ ପାଇବି, ସେଇ ହଉଛି ହି ଇଜ ମାଇ ଗୋଲ। ମୋ ଲକ୍ଷ୍ୟ ସେଇ, ତାଙ୍କୁ ପ୍ରାପ୍ତ କରିବା। ତେଣୁ କେମିତି ପାଇବି? ଭକ୍ତି କଲେ,
जदि मु तांको संगे जोड़ी हेली एवं तांकर भक्ति कली मु तांको मो जीवन लक्ष्य बनैली ताले मोर कौन हला मो मन स्थिर हला बुद्धि स्थिर हला दिव्य ज्ञान आसिला मोर जदि न हला न कली भक्ति से भगवान कहते ना मोर दिव्य ज्ञान आसव ना मोर मन स्थिर हम नास्तिर बुद्धि अयुक्त न च अयुक्त भावना आसवनी तेणु शांति आ सुख पाइबा मत भगवान सहित जोड़ी हवा पड़ो आई शुड बी कनेक्टेड टू गॉड पाइले मु सुख शांति पाइबी कहीं ना मु क्या कनेक्टेड हेली पावर हाउस ऑफ दिस क्रिएशन ए सृष्टिर जी होती पावर हाउस जमती जे गोटे मोबाइल टे जिते पावर संगे कनेक्ट करी से चार्ज हम जदि कनेक्ट है से डिस्चार्ज हो चली जाऊँगी सेमती मुझे भगवान संगे कनेक्ट हेबी ताले मु चार्ज देवी अदरवाइज मु डिस्चार्ज दे जाऊँगी मु डिप्रेशन को चली जी अस्थिर मन हम डिस्टर्बांस हम स्थिरता केतल हम ना मुझे भगवान संगे कनेक्टेड हेबी कहीं ना सी होती पावर हाउस सी होती षड ऐश्वर्यपूर्ण कंप्लीट पाखे अच्छी कंप्लीट इन फुल ऐश्वर्य जो छटी ऐश्वर्य पाखे संपूर्ण रूपे अच्छी सौंदर्य संपूर्ण रूपे पाखे अच्छी एक से अट्राक्टिव कृष्ण कृष्ण शब्द अर्थ ऑल अट्राक्टिव तेणु पाखे सौंदर्य अच्छी जस अच्छी सब माने बीर्यवान से ज्ञानी से त्यागी से एवं ऐश्वर्य अर्थ धन संपत्ति समस्त संपत्तिर मालिक से तेणु षड ऐश्वर्य छटी अच्छी सांगे मु संपर्क जोड़िले मु सब प्रकार आनंद शांति सुख पाई पारि ये श्लोक से ही कहते किंतु करी केमती मेथड कौन मुझे भगवान सांगे जोड़ी हेबी भक्ति करने अर्थ कौन भक्ति कले ही जोड़ी हेबी कनेक्टेड हेबी संपर्क रहिबो ये प्रथम जिन जो श्रवण टी आम करुचे से हूँ मोस्ट इंपोर्टेंट मोर भक्ति पाई सबुदिन भगवत गीता पढ़ा और शुणा ये हूँ प्रथम काम द्वितीय काम हूँ मोस्ट इंपोर्टेंट हरिनाम नवा हरे कृष्ण 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 हरे 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 राम 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 हरे हरे ये महामंत्र को आमर जपिले आम भगवान सहित कनेक्ट हवा तेणु भगवान कहते जे आमको जो भक्तिर अर्थ हूँ माने पांचटी जिनस ए बी सी डी ए रे एसोसिएशन जहाँ संग जो संग करुच्ची जहाँ संगे आसोसिएट होची मत से मैटर कर मो जीवन रे जे मु भौतिक जीवन आड़े अग्रसर होची भोगवृत्ति आड़े ना भगवान का आड़े अग्रगति करुच्ची सेवावृत्ति आड़े सेवावृत्ति आड़े जाऊँगी भगवान सहित संपर्क रखिली शांति मिल सुख मिल जदि भोगवृत्ति आड़े जाऊँगी मुझे भौतिक दुनिया को बारंबार फेरुथी ए दुखालय को फेरुथी कहीं ना कर्म बंधन रे पड़ी भोगर शब्दर भोग है भोग करा अर्थ ही कर्म बंधन ये भौतिक जगत को मु प्यार कली मु भक्ति कली ये भौतिक जगत को तेणु मु फेरी ये मोर कर्म भोग बासना मो माइंड रहा से बासना को फुलफिल करने मु पुणी भौतिक जगत को फेरबी एमती बारंबार फेरुथी तेणु भगवान कहते फर्स्ट ए फॉर एसोसिएशन माने भल आमर आम क्या संगे एसोसिएट हवा एसोसिएट ये जिते आम जदि आम मैटेरियलिस्ट लोक संगे बेसी समय काटिबा ताले आमर भक्ति रे आम आगु बढ़ी पारिबा नहीं भौतिकवादी मान संगे जो माने स्पिरिचुअल संगे बहुत समय काटिया पड़ो जो माने भक्त संगे समय काटिया पड़ो ये प्रथम खाली संगर अर्थ नुहे मनीष व्यक्ति संगर अर्थ हूँ मु मैगजीन टे पढ़ुची मु मैगजीन टे पढ़ी जोटा भगवान को संबर लिखाई पढ़ी मु नोवेल पढ़ुची कौ नोवेल पढ़ी जोटा भगवान कृष्णा बुक पढ़ी
ଶ୍ରୀକୃଷ୍ଣ ଗୀତା ପଢିବି। ତେଣୁ ନେକ୍ସଟ କହୁଛନ୍ତି ଏଇଭଳିଆ ସଙ୍ଗ ତମେ କାହା ସାଙ୍ଗରେ ମୁଁ ଯୋଡି ହେବି ତାର ମୋ ମାଇଣ୍ଡର ଯୋଉ ପ୍ୟୁରିଫିକେସନ ଯୋଉ ଶୁଦ୍ଧତା ସିଏ ଡେଭଲପ କରିବ। ଶୁଦ୍ଧତା କଣ ନା ଏ ଯୋଉ ମନରେ ଯୋଉ ରହିଛି ଅନର୍ଥ ଯୋଉ ରହିଛି ଭୋଗ ବାସନା ଇଏ ପ୍ୟୁରିଫାଇ ହବ, ଭକ୍ତି କରିବାକୁ ମୋର ଇଚ୍ଛା ହବ। ତେଣୁ ପ୍ରଥମ ଭଗବାନ କହୁଛନ୍ତି ଏ ବି ସି ଡି ରେ ପ୍ରଥମ କହୁଛନ୍ତି ଆସୋସିଏସନ, ସେକେଣ୍ଡ କହୁଛନ୍ତି ବୁକ୍ ରିଡିଂ। ବୁକ୍ ରିଡିଂ ଅର୍ଥ ଭଗବତ ଗୀତା ଭାଗବତମ ପଢିବା ଶୁଣିବା ଏଇ ଜିନିଷ ସେ କହୁଛନ୍ତି ବୁକ୍ ରିଡିଂ। ସି ଫର ଚାଣ୍ଟିଂ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା। ଡି ଫର ଡାଏଟ ଭଗବାନଙ୍କୁ ଭୋଗ ଲଗେଇକି ପ୍ରସାଦମ ରୂପେ ଗ୍ରହଣ କରିବା। ଇ ଫର ଏନଗେଜମେଣ୍ଟ କିଛି ନା କିଛି ସେବା କରିବା। ବର୍ତ୍ତମାନ ଗୀତା ଜୟନ୍ତୀ ଚାଲିଛି, ଗୀତା ଜୟନ୍ତୀରେ ଆମର ସେବା ହଉଛି ମେନ୍ ସେବା ହଉଛି ଭଗବାନ କହୁଛନ୍ତି ମୋର ମେସେଜକୁ ଯେତେ ଲୋକଙ୍କୁ ବାଣ୍ଟି ପାରିବ। ତେଣୁ ପ୍ରପାଦଙ୍କର ଯୋଉ ବହି ଯୋଉ କୃଷ୍ଣା ଯୋଉ ଭଗବତ ଗୀତା ଭଗବାନ ଯାହା କହିଛନ୍ତି ସେଟା ପ୍ରପାଦ ଯୋଉ ବହିଟି ଲେଖିଛନ୍ତି ତାକୁ ଯଦି ଆମେ କାହାକୁ ଦେଇପାରିଲେ, ଜଣେ ହଉ ଦି ଜଣ ହଉ ଚାରି ଜଣ ହଉ ଆମେ ଯେତେ ଦେଇପାରିବା ବାଣ୍ଟି ପାରିବା ଡିଷ୍ଟ୍ରିବ୍ୟୁଟ, ଇଏ ଗୋଟେ ପ୍ରକାରର ସେବା। ବର୍ତ୍ତମାନ ଗୀତା ଜୟନ୍ତୀ ଚାଲିଛି, ଭଗବାନ କହୁଛନ୍ତି ଯିଏ ମୋର ମେସେଜକୁ ପହଞ୍ଚେଇ ଦଉଛି ଅର୍ଥାତ ଭଗବତ ଗୀତାକୁ ଆମେ ପହଞ୍ଚେଇ ଦେଲେ ହି ଇଜ ଡିୟର ଟୁ ମି, ସେ ମୋର ପ୍ରିୟ। ଅର୍ଥାତ ଆମେ ତାକୁ ସେ ବହିଟି ଦେଇକି ଆମେ ଭଗବାନଙ୍କ ସାଙ୍ଗରେ ଯୋଡିଦେଲେ। ତେଣୁ ବିଭିନ୍ନ ପ୍ରକାରର ସେବା ଅଛି, ଏନଗେଜମେଣ୍ଟ ତାକୁ କହନ୍ତି। ଏ ବି ସି ଡି ଇ। ଏ ଫର ଆସୋସିଏସନ, ବି ଫର ବୁକ୍ ରିଡିଂ, ସି ଫର ଚାଣ୍ଟିଂ ଭଗବାନଙ୍କ ନାମ ନବା, ଡି ଫର ଡାଏଟ ଭୋଗ ଲଗେଇକି ପ୍ରସାଦମ ରୂପେ ଗ୍ରହଣ କରିବା, ଇ ଫର ଏନଗେଜମେଣ୍ଟ ସେବା। ବିଭିନ୍ନ ପ୍ରକାରର ସେବା ଅଛି, କିଛି ନା କିଛି ଭଗବାନ ପାଇଁ ଆମେ କରିପାରିବା। ଏଇଭଳି ଆମକୁ କରିବାକୁ ପଡିବ, ତାହେଲେ ଭଗବାନଙ୍କ ସହିତ ଆମେ ଯୋଡି ହେଇଯିବା। କାହିଁକି ନା ଆମେ ଭଗବାନଙ୍କ ଏଇ ମାଧ୍ୟମରେ ଭଗବାନଙ୍କର ଭକ୍ତି କରିବା ଆରମ୍ଭ କଲେ ଭଗବାନଙ୍କ ପ୍ରତି ପ୍ରେମ ଜାଗ୍ରତ ହବ। ଅଟୋମେଟିକାଲି ଭଗବାନ କହୁଛନ୍ତି ଏଠି ଯେ ମୋ ସାଙ୍ଗରେ ଯୋଡି ହେଇଯିବ, ଯୋଡି ହେଲେ ଯୋଉ ଶାନ୍ତି ଆଉ ସୁଖ ଇଏ ମିଳିବ। ଅନ୍ୟ କୌଣସି ଉପାୟ ନାହିଁ ଯୋଉଠି ଆମେ ଦୁନିଆରେ ଶାନ୍ତି ଆଉ ସୁଖ ପାଇପାରିବା, ଅନ୍ୟ କୌଣସି ଉପାୟରେ। ଏ ଶ୍ଲୋକର ମେସେଜ ସେ ଆଉ କିଛି ନାହିଁ। ହରେ କୃଷ୍ଣ। ଆଜି ଆମର ସମୟ ହେଇଛି, ଆଉ ନେକ୍ସଟ ଶ୍ଲୋକକୁ ଆମେ ଯିବାନି, ଗଲେ ପୁଣି 9ଟା ବାଜିଯିବ। ଏଇଠି ରହିବା, ଯଦି କାହାର କିଛି ଡାଉଟ ଅଛି ତାହେଲେ ପଚାରି ପାରନ୍ତି। କିଛି ଡାଉଟ ନାହିଁ ନାଇଁ। ଆଉ ଗୋଟେ ଜିନିଷ ହଉଛି ମୁଁ ପଚାରିବାକୁ ଚାହୁଁଛି ଯେତେକ ଅନଲାଇନ ଅଛନ୍ତି ଟିକେ ଭିଡିଓ ଅନ୍ କରନ୍ତୁ। ମୁଁ ଗୋଟେ ଜିନିଷ ଖାଲି ପଚାରିବି ଯେ ବହି କେତେ ଜଣଙ୍କ ପାଖରେ ଅଛି ଗୀତା ବହି? ଆମେ ଶୁଣୁଛେ ଡେଲି ଏଠି, ଧର ମୁଁ କିଛି କହୁଛି କିନ୍ତୁ ଗୀତା ବହି ପାଖରେ ନଥିଲେ ଖାଲି ଶୁଣିକି କିଛି ଲାଭ ନାହିଁ। କେତେ ଜଣଙ୍କ ପାଖରେ ଅଛି ଗୀତା ବହି? ଓଡ଼ିଆ ହଉ ବା ଇଂଲିଶ ହଉ ଯାହା ହଉ ଯୋଉଟା ଭଲ ଲାଗୁଛି। ପ୍ରଥମ କଥା ହେଲା ଶ୍ରୀଲା ପ୍ରଭୁପାଦଙ୍କ ଗୀତା, ଅନ୍ୟ ବହି ଥାଇ କିଛି ଲାଭ ନାହିଁ। ପ୍ରଭୁପାଦଙ୍କର ଯୋଉ ଇଂଲିଶରେ ଭଗବତ ଗୀତା ଆଜ ଇଟ୍ ଇଜ, ଓଡ଼ିଆରେ ଆମେ କହୁଛେ ମୌଳିକ ରୂପେ ଭଗବତ ଗୀତା ମୌଳିକ ରୂପେ ଏବଂ ଯଥାରୂପ ହିନ୍ଦୀରେ ଯଥାରୂପ। ତେଣୁ କାହା ପାଖରେ ଅଛି? ଯୋଉମାନଙ୍କ ପାଖରେ ଅଛି ହାତ ଟିକେ ରେଜ କରିଦେଲେ ମୁଁ ଜାଣିବି ଅଛି। ଭେରି ଗୁଡ। ଆଚ୍ଛା ଆଚ୍ଛା ଆଚ୍ଛା। ଇଏ ପ୍ରସନ୍ନ ପ୍ରଭୁଙ୍କ ପାଖରେ ନାହିଁ, ଶରତ କୁମାର ରଣା ପ୍ରଭୁ ତାଙ୍କ ପାଖରେ ନାହିଁ, ଆଉ କାହା ପାଖରେ ନାହିଁ? ବାସ୍ ମୁଁ ଜାଣିଲି ଏଇମାନେ ତାହେଲେ ଅନ୍ୟମାନଙ୍କ ପାଖରେ ନାହିଁ। ତାହେଲେ ବର୍ତ୍ତମାନ ଯୋଉମାନଙ୍କ ପାଖରେ ନାହିଁ, ମୋ ପାଖରେ ଅଛି ଗୀତା ବହି, ଯଦି ଯିଏ ଚାହିଁବ ନବା ପାଇଁ ସେ ନେଇପାରିବେ। ତାର ବର୍ତ୍ତମାନ ଚାଲିଛି ଯୋଉ ମାରାଥନ ଯୋଉ ଚାଲିଛି ଗୀତା ଜୟନ୍ତୀ ପାଇଁ, ଏଇ ମାସରେ ଟିକେ ଶସ୍ତା କରାଯାଏ ଫାଷ୍ଟ ଟାଇମ।
ମୁଁ ଦେଖୁଛି ଏଇଥରକ ଟିକେ ଶସ୍ତା, ଭଲ ଶସ୍ତା କରିଛନ୍ତି। ଓଡ଼ିଆ ବହିଟି ଯୋଉଟା 330 ଟଙ୍କା, ସେଇଟା ହଉଛି 260 ଟଙ୍କା ବର୍ତ୍ତମାନ। ଆଉ ଇଂଲିଶଟା ଯୋଉଟା 380, ତାକୁ କରିଛନ୍ତି 300। ଏବଂ ଶ୍ରୀକୃଷ୍ଣ ଗୋଟେ ବହି ଅଛି ଯୋଉଟା କି ବହୁତ ଭଲ ଲାଗିବ, ସମସ୍ତେ ନବା କଥା ସେ ବହିଟି। ମୋ ପାଖରେ ଅଛି ଶ୍ରୀକୃଷ୍ଣ ବହି। ସେ ହଉଛି ଶ୍ରୀମଦ୍ ଭାଗବତମ ର ଆମର ଯୋଉ 10th କ୍ୟାଣ୍ଟୋରେ ଆମର ଭଗବାନ ଶ୍ରୀକୃଷ୍ଣଙ୍କର ଏଠିକି ଯୋଉ ଆସିଥିଲେ ଏବଂ ତାଙ୍କର ବିଭିନ୍ନ ଲୀଳା, ମେନ୍ 3ଟା ଲୀଳା ରହିଛି, ଦ୍ୱାରକା, ମଥୁରା ଏବଂ ବ୍ରଜ ଲୀଳା, ଯୋଉଟା କି ବୃନ୍ଦାବନ। ଏ 3ଟା ଲୀଳା ଏବଂ ବିଭିନ୍ନ ପ୍ରକାରର ଲୀଳା ତା ଭିତରେ ସେ ଶେଷ କରିକି ଏବଂ ଚାଲିଗଲେ ତାଙ୍କ ଜାଗାକୁ। ତେଣୁ ସବୁ ଜିନିଷ ସେଇଠି ପାଇବେ, ସେଥିରେ କୌଣସି ଶ୍ଲୋକ ନାହିଁ। ସେ ନଭେଲ ଟାଇପର ପୁରା ଗ୍ରନ୍ଥ, ତାକୁ ପଢିଲେ ଆନନ୍ଦ ମିଳିବ। ବାସ୍ ଓଡ଼ିଆରେ ଅଛି, ଇଂଲିଶରେ ଅଛି। ମୁଁ ଓଡ଼ିଆଟି ଆଣିଛି, ଯୋଉମାନେ ଚାହିଁବେ ତାକୁ ନେଇପାରିବେ। ଆଚ୍ଛା, ଭାସ୍କର ପ୍ରଭୁ ଅଛି, ପବିତ୍ର ପବିତ୍ର ମୋହନ ଦାସ, ଆଚ୍ଛା, ତାଙ୍କର ବି ଅଛି। ଆଉ କାର ନାହିଁ। ଆଚ୍ଛା, ତାପସ ପ୍ରଭୁଙ୍କର ନାହିଁ। ତାପସ ପ୍ରଭୁ କୋଉଠି ରହୁଛନ୍ତି କି? ବୁର୍ଲାରେ ମୁଁ ରହୁଛନ୍ତି କି? ମୁଁ ବୁର୍ଲାରେ ରହୁଛି। ଆଚ୍ଛା, ବୁର୍ଲାରେ ଆପଣ ପାଇଯିବେ, ବହି ପାଇଯିବେ। ସେଠି ଆମର ଅଛି ଇଏ ବ୍ରଜବଲ୍ଲଭୀ, ମାନେ ଆମର ଇଏ ସେ ମୋ ଝିଆରୀ ଅଛି ସେଠି। ହଁ ହଁ, ଦେବାଶିଷ ମିଶ୍ରଙ୍କର ତ ହଁ, ହିଷ୍ଟ୍ରି ଦେବାଶିଷ ବହି। ମିଶ୍ର। ସେ ଆଜ୍ଞା ବହି ରଖିଛନ୍ତି, ତାଙ୍କଠୁ ନେଇଯିବେ ଗୋଟେ ବହି, ଓଡ଼ିଆ ହଉ ଇଂଲିଶ ହଉ। ଆଉ ଇଂଲିଶଟା ଆଜ୍ଞା ବେଷ୍ଟ, ଆଜ୍ଞା ଇଂଲିଶଟା ବେଷ୍ଟ ହବ ଆପଣଙ୍କ ପାଇଁ। କାହିଁକି ନା ଆଜ୍ଞା। ହଁ ପ୍ରଭୁ ଆଗ ଇଂଲିଶ ଅରିଜିନାଲି ସେ ଇଂଲିଶଟାକୁ ଲେଖିଛନ୍ତି। ଫଳରେ କଣ ନା ସେଇଟା ଏକ୍ଜାକ୍ଟ ଜିନିଷଟା ଯିଏ ଟ୍ରାନ୍ସଲେସନ ହେଇଛି, ଆର ଅର୍ଥ ନୁହେଁ ସେ କରେକ୍ଟ ଟ୍ରାନ୍ସଲେସନ କରିନାହାନ୍ତି। ଆମର ଏଠି କରିଛନ୍ତି, ଓଡ଼ିଆଟାକୁ କରିଛନ୍ତି ଗୌରଗୋବିନ୍ଦ ମହାରାଜ, ଯିଏ ଆମର ଏଇଠି ଇସ୍କନ ଯିଏ ତିଆରି କରିଥିଲେ, ସେ କରିଛନ୍ତି। କିନ୍ତୁ ହେଇଛି, କିନ୍ତୁ ତଥାପି ବେଳେ ବେଳେ ଇଂଲିଶଟାକୁ ଦେଖିବାକୁ ପଡିଥାଏ। କାହିଁକି ନା କ୍ଲିୟର କଟ୍ ଆଇଡିଆଟା ଆସିଯିବ ସେଇ ଯୋଉ ସେଣ୍ଟେନ୍ସ ଗୁଡାକ ତାଙ୍କର ପ୍ରଭୁପାଦଙ୍କର। ତେଣୁ ଆପଣ ଇଂଲିଶଟା ନେଇପାରନ୍ତି, ସେ ଦେଇଦବ, ତାଙ୍କୁ କହିଲେ ସେ ଦେଇଦେବେ ଆପଣଙ୍କୁ। ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଆପଣ ହଁ କଲେକ୍ଟ କରିନେବେ। ଗୋଟେ ବହିଟେ ଥିଲେ କଣ ହବ ନା, ଆପଣ ଏଇ କ୍ଲାସଟା ଆଟେଣ୍ଡ କରିବା ପୂର୍ବରୁ ଆପଣ ସେଇ ଶ୍ଲୋକଟିକୁ ତାର ସେଥିରେ ଅଛି ଶବ୍ଦ ଅର୍ଥ ଗୁଡାକ ଏବଂ ଟ୍ରାନ୍ସଲେସନ ଅନୁବାଦ, ତାପରେ ଭାବାର୍ଥ, ସେଇତକ ଟିକେ ପଢି ଦେଇଥିବେ। ଗୋଟେ ପେଜର କାମ, ତାକୁ ଟିକେ ପଢି ଦେଇଥିବେ, ତାହେଲେ ମାଇଣ୍ଡରେ କିଛି ନା କିଛି ଗୋଟେ ୱାର୍କଆଉଟ ହବ। ନାଇଁ ଆଜ୍ଞା, ମୋ ପାଖେ ଅଛି, ବହି ଅଛି। ଆଚ୍ଛା, ଅଛି ଆପଣଙ୍କ ଓଡି ପାଖରେ? ହଁ ହଁ, ଇସ୍କନର ଓଡ଼ିଆ ବହି ସେଇଟା ଅଛି, ମୋ ଦିଦିଟା ବହି ଅଛି। ହଁ, ଅଛି ତ ଆଉ କଣ। ଆଜ୍ଞା ଆଜ୍ଞା ହଁ, ନାଇଁ, ଠିକ ଅଛି, ଠିକ ଅଛି, ବଢିଆ। ଆଜ୍ଞା। ନା, ମୁଁ ଏବେ ହାତ ରେଜ କରିନଥିଲି, ମୁଁ ଜାଣିପାରିଲିନି ତ। ନାଇଁ, ମୁଁ ହାତ ଟେକିଥିଲି, ଆପଣ ଦେଖିନଥିବେ, ହଁ, ଅଫ୍ ଦେଖିନି କରିଦେଇଥିଲି। ଆଉ। ଆଚ୍ଛା, ଓକେ। ଆଜ୍ଞା। ହଁ, ଆଚ୍ଛା, ଇଏ କିଏ? ପ୍ରସନ୍ନ କୁମାର। ଆଚ୍ଛା, ପ୍ରସନ୍ନ କୁମାର ତ ଆପଣଙ୍କ ପାଖରେ ନାହିଁ କି? ଭିଡିଓ ଅନ୍ କରିନାହାନ୍ତି? ହୁଁ। ଆଉ ତ କେହି ଜଣା ପଡୁନାହାନ୍ତି। ଭିଡିଓ ଅନ୍ କଲେ ସିନା କଣ କଥା ହବା। ଏନିୱେ, ହଁ, ୟା ପାଖରେ ଅଛି, କରେକ୍ଟ, ବୁଝିଗଲି। ତେଣୁ ମେନ୍ ଜିନିଷ ହଉଛି ବହିଟି। ବହିଟି ଆମେ ରଖିବା, ତାହେଲେ ଆମେ ଆଗକୁ। ମେନ୍ ଜିନିଷ ହଉଛି କଣ କି, ଆପଣଙ୍କର ଏଇ ଯୋଉ ଗୀତା ଆମେ ପଢୁଛେ, କୋଉଥିପାଇଁ ପଢୁଛେ? ଭଗବାନଙ୍କର ଭକ୍ତି କରିବାକୁ ହେଲେ ଆମକୁ ଟିକେ ଜ୍ଞାନ ଦରକାର। ଭକ୍ତି ଷ୍ଟ୍ରେଙ୍ଗଥେଣ୍ଡ ହବ ଯେତେବେଳେ ଆମର ଜ୍ଞାନଟା ପାଖରେ ଥିବ। ଯଦି ଜ୍ଞାନଟା ନଥିବ, ଭକ୍ତିଟା ଆମେ ଯୋଉ ଚାଣ୍ଟିଂ କରୁଛେ, ଆମକୁ ସେ ମଜା ଲାଗିବନି, ଆନନ୍ଦ ମିଳିବନି। ଯାହା ଗୋଟେ କରୁଛେ ଭଗବାନଙ୍କ ପାଇଁ, ସେଟା ଆନନ୍ଦ ମିଳିବନି। ତେଣୁ ଜ୍ଞାନ ଟିକେ ଥିବା ଦରକାର। ସେଥିପାଇଁ ତ ଶ୍ରବଣଟା ଇମ୍ପୋର୍ଟାଣ୍ଟ। ଏବଂ ଶ୍ରବଣର ମୋଷ୍ଟ ସେକେଣ୍ଡ କାମ ହଉଛି ପ୍ୟୁରିଫିକେସନ। ମାଇଣ୍ଡରେ ଯୋଉ ବିଭିନ୍ନ ପ୍ରକାରର ଆମର ଅନର୍ଥ ରହିଛି, ତାକୁ ସଫା କରିବା ପାଇଁ ଇଏ ହଉଛି ମାଧ୍ୟମ। ହଁ, ଠିକ ଅଛି। ଆଉ ଯାହାଙ୍କ ପାଖରେ ନାହିଁ, ମତେ କଣ୍ଟାକ୍ଟ କରିପାରିବେ। ମୋ ପାଖରେ ଅଛି, ଓଡ଼ିଆ ଅଛି, ଇଂଲିଶ ଅଛି, ଶ୍ରୀକୃଷ୍ଣ ବହି ଅଛି। ଯାହାର ଦରକାର ମତେ କହିବେ। ହରେ କୃଷ୍ଣ। ଆଜି ଏଇଠି ଆମେ ବିରାମ ନବା। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौ भक्त वृंद की जय। हरे कृष्ण।